ଜୟ ଜଗନ୍ନାଥ। ସୁନା ଭାଇ ଗୋଟେ ଭଲ ଦିନ ମନେ ରଖିଥା। ଆଜି ଆଲୋଚନା କରିବା 3 ଦିନରେ ଖେଳ ଶେଷ। କଣ 3 ଦିନରେ ଖେଳ ଶେଷ? ଏ ବିଷୟଟି ଆମକୁ ନୂଆପଡିରୁ ମାନସ ରଞ୍ଜନ ଶରଣ ଭାଇ ଆମକୁ ପଚାରିଥିଲେ। ଠାକୁର ଅଭିରାମ ପରମହଂସ କହିଛନ୍ତି ବେଳ ଆଉ ବେଶୀ ଦିନ ନାହିଁ। କେତେ ଦିନ ଶେଷ? କହିଲେ ମାତ୍ର 3 ଦିନରେ ଖେଳ ସରିଯିବ। ହେଲା, କେତେ ଦିନରେ? 3 ଦିନରେ। ଏ 3 ଦିନଟା କଣ? ମୁଁ ଆଗରୁ କହିଥିଲି, ମହାପୁରୁଷ ଯେତେ ଗୁଡିଏ ଠାରିକି ସବୁ ଲେଖିଛନ୍ତି, ଯେତେବେଳେ ଠାକୁର ଅଭିନବ ସୁନ୍ଦର ଆସିଲେ ସେ ତାଙ୍କର କଲମ କଲେ, ସେ ସମୟରେ ପଞ୍ଚସଖାଙ୍କ ଲେଖାକୁ ପୁରା ସ୍ୱତନ୍ତ୍ର ଭାବେ ଲେଖିଲେ। ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱଟା କଣ କଲେ? ଲେଖିଲେ। ସେ ଯୋଉ ଲେଖା ସେ ଅତି ମାଧୁର୍ଯ୍ୟ ଲେଖା, ତାଙ୍କର ଆଉ ଠରାଠରି ଲେଖା ନୁହଁ। କୁହନ୍ତି ଅଚ୍ୟୁତ ଠାର ହାଡିଆ ଗାର, କିଏ କହେ ଅଚ୍ୟୁତ ଠାର ଅନନ୍ତ ଗାର, ଏମିତି ସବୁ କହନ୍ତି। ସେ ଅଚ୍ୟୁତ ହଉ ଅନନ୍ତ ହୁଅନ୍ତୁ, ବଳରାମ ଯଶୋବନ୍ତ ଜଗନ୍ନାଥ ପଞ୍ଚ ମହାପୁରୁଷ ଥିଲେ, ତାଙ୍କ ଲେଖାକୁ ଆହୁରି ସୁନ୍ଦର ଭାବେ ଲେଖିଲେ କିଏ? ସେ ଠାକୁର ଅଭିନବ ସୁନ୍ଦର। କେତେ ଦିନେ ଖେଳ ଶେଷ ହେବ ବୋଲି କେହି ଲେଖିନାହାନ୍ତି। ଠାକୁର କହୁଛନ୍ତି 3 ଦିନେ କଣ ହେଇଯିବ? ଖେଳ ସରିଯିବ। 3 ଦିନଟା କଣ ମନେ ରଖିଥାଅ। ଆମେ ସବୁ ଘରେ ସବୁ ଶ୍ରାଦ୍ଧ ଦିଅ ନାଇଁ ନା, ବାପା ମାଙ୍କୁ ସବୁ ପକାନ୍ତି ନା ନାଇଁ? ବର୍ଷ ହେଲେ କଣ ହଉଛି? କିଏ ବାପାଙ୍କ ଶ୍ରାଦ୍ଧ ଦଉଛି, କିଏ ମାଙ୍କ ଶ୍ରାଦ୍ଧ ଦଉଛି, ଦିଅନ୍ତି। ଆମେ କହୁଛେ ବର୍ଷ କେତେ? 365 ଦିନ। 365 ଦିନରେ ଆମେ ଥରେ ତାଙ୍କୁ ଶ୍ରାଦ୍ଧ ଦଉଛେ। ଆମ ପାଇଁ 365 ଦିନ ହେଇପାରେ, କିନ୍ତୁ ତାଙ୍କ ପାଇଁ ସେ ପ୍ରତ୍ୟେକ ଦିନ। ଆମର ଗୋଟେ ବର୍ଷ ହଉଛି 365 ଦିନ, ତାଙ୍କର ଗୋଟିଏ ଦିନ ହଉଛି କେତେ? 365 ଦିନ। ବୁଝିପାରିଲେ ନା ବୁଝିପାରିଲେ? ଆମର ବର୍ଷକଟା ହଉଛି 365 ଦିନ, ତାଙ୍କର ଗୋଟାଏ ଦିନ ଯିଏ ଆମ ପାଇଁ ଭୋଗ କରିବ 365 ଦିନ। ଠାକୁର ଲେଖିଲେ କଣ? 3 ଦିନେ ଖେଳ ଶେଷ। ଇଏ ଦେବଙ୍କ ଠାର। ବୁଝିପାରୁଛ ନା? ଠାକୁର ଅଭିନବ ସୁନ୍ଦର କହିଲେ 3 ଦିନ, ଆମ ସମାଜ ମତେ କାହିଁ କେତେ? 3 ବର୍ଷ। ହେଲା, କହିଲେ ଠାକୁର ଅଭିନବ ସୁନ୍ଦର କହୁଛନ୍ତି 3 ବର୍ଷ ଯେତେବେଳେ ହବ, ସେ 3 ବର୍ଷଟା ହଉଛି ଇମ୍ପୋର୍ଟାଣ୍ଟ ସମୟ। ବୁଝିପାରୁଛି ନା? ସେ 3 ବର୍ଷଟା କଣ? ଅଚ୍ୟୁତ ମହାପୁରୁଷ ଲେଖିଛନ୍ତି, ଚହଟି ବଲିଲା ତୁ 4ରେ ମିଶା 1, ଚଢା 3 ଶୂନ୍ୟ ଭାବୁ ଯେତେ ହେଲା ଠିକ, ଚଟିବ ଘୋର କଳି ଦଳି ଦେବେ ମିଳି, ଚିତାଇଣ ଗୀତେ କହେ ଅଚ୍ୟୁତ ଯେ ବାଳି। କହିଲେ ଚହଟିବ ଲୀଳା ତୁ 4ରେ ମିଶା 1, 4 1 ମିଶି କେତେ? 5, ଚଢା 3 ଶୂନ୍ୟ, 3ଟା ଶୂନ୍ୟ ଦେଲେ କେତେ? 5000। କହିଲେ 5000 ବର୍ଷ ଯେତେବେଳେ ପୂର୍ଣ୍ଣ ହେଇଯିବ, ତାପରେ କଣ ହେଇଯିବ? କଳି କଣ ହେଇଯିବ? କଳିକୁ ମିଶିକି ଆମେ ଦଳି ଦଉ। କେତେ ଦିନେ? ନା 3 ଦିନେ। 3 ଦିନଟା କେତେ ଦିନ? କେତେ ବର୍ଷ? ନା 3 ବର୍ଷରେ। এটা କେବେ? ମନେ ରଖିଥାଅ, ମୁକୁନ୍ଦ ଦେବଙ୍କର ଯେତେବେଳେ 29 ଅଙ୍କ ହେବ, ସେତେବେଳେ କଳିଯୁଗର ଆୟୁ ହବ 5003 ବର୍ଷ। ବୁଝିପାରୁଛ ନା ବୁଝିପାରୁଛ? ମୁକୁନ୍ଦ ଦେବଙ୍କର ଯେତେବେଳେ 29 ଭୋଗ ଚାଲୁଥିବ ଅଙ୍କ,
କେତେବେଳେ କେତେ ହବ 5000 3 ବର୍ଷ କଳିଯୁଗର ଆୟୁ ଚାଲୁଥିବ। 29ରୁ ଶୂନ ଛଅରା ମିଶିବନି ପୁରୀର ଯିଏ ରଜା ହୁଅନ୍ତି ନା। 6 10 16 20 26 5 କଟିଯିବ। ଯଥା ମୁକୁନ୍ଦ ଦେବ ଯେତେବେଳେ ରଜା ହେବେ ତାଙ୍କର 24 ବର୍ଷ ଯେତେବେଳେ ଚାଲୁଥିବ, 24 ବର୍ଷଟା ହବ 29 ଅଙ୍କ, ବୁଝିବ, ଚାଲୁଥିବ, ସେତେବେଳକୁ କଳିଯୁଗର ଆଉ କେତେ ହବ 5003 ବର୍ଷ। କଳି କଲ୍ୟାଧିତା କହୁନି, କଳିଯୁଗର ଆଉଟା କହୁଛି। କଳି କଲ୍ୟାଧିତାଟା ଆରମ୍ଭ ହେଇଛି କୋଉଠୁ? ଯୁଧିଷ୍ଠିର ମହାପ୍ରଭୁଙ୍କ ଠାରୁ। ଏ ଭୁଲ କହିଲି, ପରୀକ୍ଷିତ ମହାରାଜାଙ୍କ ଠାରୁ। କିନ୍ତୁ କଳିଯୁଗର ଆୟୁଟା ଧରା ହବ କୋଉଠୁ? ଜନ୍ମଜୟଙ୍କ ଠାରୁ। କଳିଯୁଗର ପ୍ରଥମ ରାଜା କିଏ? ସେ ଜନ୍ମଜୟ। ହେଲା, ଏଇ ଯୋଉ 3 ଦିନ ଖେଳ ହବ ଠାକୁର କହୁଛନ୍ତି ସେଇଟା ହଉଛି ଘଡ଼ିସନ୍ଧି ମୁହୂର୍ତ୍ତ, ନିଶ୍ଚିନ୍ତ। ଆଉ ଠାକୁର ଯୋଉ ମୀନସନି କଥା ମହାପୁରୁଷ ଲେଖିଛନ୍ତି, ଯୋଉ ମୀନସନି ଗୁରୁ ବାରରେ ପଡିବ ଏହି ଅଙ୍କେ ଧ୍ରୁବ ଧ୍ରୁବ, ବୈଶାଖ ଶୁକ୍ଳ ଅଷ୍ଟମୀ ଗୁରୁବାର ହେଇଥିବ, ସେଦିନ ମୀନସନି ଭୋଗ ହବ। ଆଗକୁ ଯୋଉ ମୀନସନିଟା ଆସୁଛି, ବୈଶାଖ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଗୁରୁବାର ଦିନ ସେ ମୀନସନି ଭୋଗ କରିବ। ବୁଝିପାରୁଛ ନା ବୁଝିପାରିଲ ନା? ବର୍ତ୍ତମାନ ଶନିବାର ଭୋଗ କଲା, ଆସନ୍ତାଟା ହବ କି ବାରେ? ଗୁରୁବାର। କୋଉ ମାସ? ନା ବୈଶାଖ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଭୋଗ ହଉଥିବ। ଛାଡ, ସେଇ ଯୋଉ 24 ଅଙ୍କ ଯେତେବେଳେ ହବ, 24 ବର୍ଷ ମୁକୁନ୍ଦଙ୍କ ରାଜୁତି ହବ, ସେଇ ସମୟରେ କଳିର ଆୟୁ କେତେ ହେଇଥିବ? 5003 ବର୍ଷ। ହେଲା, 3 ବର୍ଷଟାକୁ ମାଇନସ କରିଦେଲେ 5000 କେତେ ହବ? ମାଇନସ କରିଦେଲେ 3 କେତେ ହେଲା? 24 3 ହେଲେ 21। ମୁକୁନ୍ଦ ଦେବଙ୍କର 21 ଅଙ୍କ ଯେତେବେଳେ ଭୋଗ ହବ, ସେତେବେଳେ କଳିଯୁଗର ଆଉ ହବ 5000। ସେଇ ଯୋଉ 3 ବର୍ଷ ହଉଛି କଣ? ଘଡ଼ିସନ୍ଧି ମୁହୂର୍ତ୍ତ। ଚାରି ଉପରେ ଠାକୁର ଅଭିନୟ ସୁନ୍ଦର କହନ୍ତି, ତର୍କ କଥାରେ ତ ନର୍କ ପୁରୀଣ ଅଛଇ, ସତ୍ୟ ଶାନ୍ତି ଦୟା କ୍ଷମା ଜଗତ ଜିଣଇ। କହିଲେ, ହେ ଜଗତବାସୀ, ହେ ଭକ୍ତ ମୁଣ୍ଡ ମାନେ, ତମକୁ କହୁଛି ଶୁଣ, କୋଉଠି ତର୍କ କର ନା। ତର୍କ କଲେ କଣ ହବ? ନା ନର୍କଗାମୀ ହବ। କୋଉଠି ତର୍କ କର ନା, ତମେ କଣ କର? ସତ୍ୟ ଶାନ୍ତି ଦୟା କ୍ଷମା ଜଗତ ଜିଣଇ। ତମେ ଯଦି ସତ୍ୟ ଶାନ୍ତି ଦୟା କ୍ଷମାକୁ ହୃଦୟରେ ଧରି ପାରିଥିବ, ତାହେଲେ ତମେ ଜଗତକୁ ଜିଣି ପାରିବ। ସୁତରାଂ ଗୋଟେ ବାଘ, ଭାଲୁ, ମଣିଷ ମାନେ ଏବେ ପୋଷୁଛନ୍ତି ନା ପୋଷୁନାହାନ୍ତି? ହଁ କି ନାଇଁ? ସେ ହିଂସ୍ର, ମଣିଷକୁ ଖାଉଛି, କିନ୍ତୁ ମଣିଷଟା କଣ କରୁଛି? ତା ସ୍ନେହ ଶ୍ରଦ୍ଧାରେ ତାକୁ ବାନ୍ଧିକି ରଖିପାରୁଛି। ହେ ଜଗତବାସୀ, ତମେ ସେଇପରି ଭାବରେ ସତ୍ୟ ଶାନ୍ତି ଦୟା କ୍ଷମାକୁ ପରିଧାନ କରି ଜଗତକୁ ବାନ୍ଧିକି ରଖ, ତାହେଲେ ତମେ ଜଗତକୁ ଜିଣି ପାରିବ। ବାଦ ବିବାଦ କଥାକୁ ଦେବେ ଏବେ ଛାଡ଼ି, ବାଦ ବିବାଦ କଥାରେ କେବେ ହେ ନ ପଡି। ତମେ ମାନେ ବାଦ ବିବାଦ କଥାରେ କେବେ ହେଲେ ପଡ ନାହିଁ, ତାକୁ ପରିତ୍ୟାଗ କରିଦିଅ। ବେଳ ନିକଟ ହେଲାଣି ବସିଛ କିମ୍ପାଇ, ଡେରି କରିବାକୁ ଆଉ ପ୍ରୟୋଜନ ନାହିଁ। ହେ ଭକ୍ତବୃନ୍ଦ, ତମକୁ ବାରମ୍ବାର ଆମେ ଚେତନା ଦଉଛୁ, ତାକୁ ପରିତ୍ୟାଗ କର। ସମୟ ଖୁବ ନିକଟ, ବେଳ ନିକଟ ହେଇଗଲାଣି। ତମେ ଏଣିକି ପ୍ରଭୁଙ୍କ କଥା କଣ କର? ଟିକେ ଚିନ୍ତନ କର। ଆଉ ମୋର କର୍ମ କହିକି କେହି ମର ନାହିଁ। ବେଳୁ ବୃକ୍ଷ ରୋପିଥିଲେ ଫଳ ଭାଗି ହୋଇ, ବୃକ୍ଷ ନ ରୋପିଣ ଭକ୍ତେ ବସିଛ କିମ୍ପାଇ। ତମେ ମାନେ ଯଦି ଗଛ ଲଗେଇଥିବ, ଫଳ ଠିକ ଥାକ ବେଳକୁ ଫଳିବ, ତମେ ଖାଇକି ବଞ୍ଚିବ। ଆଉ ତମେ ଫଳ ଗଛ ଲଗେଇ ନଥିବ, ଶେଷବେଳକୁ ଫଳକୁ ଚିନ୍ତା କଲେ ତମକୁ କିଏ ଦବ? ନା ନାଇଁ? ତମେ ଯଦି ଠିକ କର୍ମ ନ କରିଥିବ, ଖାଲି ହରି ହେଉଥିବ, ତାର କିଛି ମହତ୍ଵ ନଥିବ। କର୍ମ କର,
ଧର୍ମ ଉପାର୍ଜନ କର, ନିଶ୍ଚିନ୍ତ ଆଗ ବିପଦକୁ ତମକୁ ସେ ରକ୍ଷା କରିବେ। ଗୀତେ କହେ ଅଭିରାମ କୋଇଲିଠୁ ଶୁଣ, ବେଳ ଆସି ବେଶୀ ନାହିଁ 3 ଦିନ ରାଣ। ଆଉ ବେଶୀ ଦିନ ନାହିଁ, ମାତ୍ର 3 ଦିନ ଅଛି। ସେ 3 ଦିନଟା କଣ ନା 3 ବର୍ଷ। ଏଇ କଥା ଉପରେ ଶିଶୁ ଅନନ୍ତ ମଧ୍ୟ ପ୍ରମାଣ ଦେଲେ। କହିଲେ ଯୁଗାବ୍ଦରେ 5003 ମୁକୁନ୍ଦ ଦେବ 29 ଆଣି। କହିଲେ ଯୁଗାବ୍ଦରେ ଯେତେବେଳେ 5003 ବର୍ଷ ହବ, ସେତେବେଳେ ମୁକୁନ୍ଦ ଦେବଙ୍କର 29 ଅଙ୍କ ଭୋଗ ପଡୁଥିବ। ସେ ଯୋଉ 3 ବର୍ଷ ଯୋଉ ପଡିବ, 3 ବର୍ଷ 3 ଦିନରେ ଜଗତରେ ସମଗ୍ର ବିଶ୍ୱ ଦରବାରରେ ଦୁଷ୍ଟ ମ୍ଲେଚ୍ଛ କେହି ରହିବେ ନାହିଁ। ତାହେଲେ ମୁକୁନ୍ଦ ଦେବ କେବେ ରଜା ହେବେ, एकथा पूर्व एपिसोड आलोचना करिया। जय जगन्नाथ। कम सदिच्छा पूर्ण हो। बोल आनंदे कवार हरि बोल।